ମୋ ନାଁ ହେଲା ସୁଧୀର କୁମାର ଚମ୍ପତି। ଆମ ଘର ଶିଶୁପାଳଗଡ଼। ନାଇଁ, ବିଶେଷତ୍ୱ ହେଉଛି ଏଇଟା ରଜ ମହୋତ୍ସବ ଆମର ଯେହେତୁ ପ୍ରଥମ ଥର ପାଳନ କରାଯାଉଛି। ଆର ବିଶେଷତ୍ୱ କ'ଣ, ଭାଇଚାରା ପାଇଁ। ଆଉ ଆମର ମାଆ ମାନେ ଯେଉଁମାନେ ଲେଡ଼ିଜ୍ ମାନେ ଆମର ଆସିବେ, ମା ଭଉଣୀ ମାନେ ସବୁ ଆସିବେ, ତାଙ୍କମାନଙ୍କ ପାଇଁ ଖାସ୍ କରିକି ପିଠାପଣା ଆୟୋଜନ କରାଯାଇଛି। ଦୋଳିର ମିନିମମ୍ 30ରୁ 40 ଦୋଳି ଲଗାଯାଇଛି। ଆଉ ସ୍ପେଶାଲ୍ ମୀନା ବଜାର ପଡ଼ିବ। ଆଉ କିଛି ଏକ୍ସଟ୍ରା ଆକ୍ଟିଭିଟି କରାଯାଉଛି। ହଁ, ପାର୍କିଂର ହେଭି ବ୍ୟବସ୍ଥା ରହୁଛି। ପାର୍କିଂ ଆମର ବହୁତ ପଡ଼ିଆର ବହୁତ ଏରିଆ ଅଛି, ଭଲ ପାର୍କିଂ ରହିପାରିବ। ପାର୍କିଂର କୌଣସି ଇଏ ହେବାର ନାହିଁ। ଆମର 14, 15, 16 3 ଦିନ ଧରି ଚାଲିବ। କମ୍ପିଟିସନ୍ ମାଆମାନଙ୍କ ପାଇଁ ତାଙ୍କର ସବୁ ରଖିଛନ୍ତି ଏକ୍ସଟ୍ରା ଆକ୍ଟିଭିଟି। କ'ଣ କରନ୍ତି, ପୁଞ୍ଚି ହଉ, ଆଉ ମ୍ୟୁଜିକ୍ ଚେୟାର ହଉ, ନହେଲେ ଚାମଚ, ରଙ୍ଗୋଲି ହଉ, ମେହେନ୍ଦୀ ହଉ, ତାପରେ ଏସବୁ ବହୁତ ପ୍ରକାର ଆକ୍ଟିଭିଟି। ପରିଚୟ, ମୋ ନାଁ ସୁଭାଷ କୁମାର ସୁନ୍ଦରାୟ, ଜିଲ୍ଲା ପରିଷଦ ଜୋନ୍ 29 ଭୁବନେଶ୍ୱର ଖୋର୍ଦ୍ଧା। ଆମେ ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲୁ ଯେହେତୁ ପ୍ରଥମ ଥର ପାଇଁ ଆମର ଶିଶୁପାଳଗଡ଼ ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ ଦେବ ସେବା ସମିତି ତରଫରୁ ଆମର ପ୍ରଥମ ରଜ ମହୋତ୍ସବର କାର୍ଯ୍ୟକ୍ରମ ଏଠି ଆୟୋଜନ କରାଯାଇଛି ଦଶହରା ପଡ଼ିଆରେ। ଆମ ଗାଁର ମେଳନ ପଡ଼ିଆ ଦଶହରା ପଡ଼ିଆରେ ଆୟୋଜନ କରାଯାଇଛି। ଏଥିରେ ଆମେ ଏ କାର୍ଯ୍ୟକ୍ରମକୁ ବ୍ୟାପକ ରୂପେ ପାଳନ କରିବା ପାଇଁ ଆମେ 3 ଦିନ 14, 15, 16 3 ଦିନ ବ୍ୟାପୀ ଆମର କାର୍ଯ୍ୟକ୍ରମ ରହିଛି ସବୁ। ଆମର ପ୍ରଥମ ଦିନ ଆମର ସୁନାମଧନ୍ୟ କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କ ସହିତ ଆମର ସମ୍ବଲପୁରୀ, ଆମର ପାରମ୍ପରିକ ସମ୍ବଲପୁରୀ ଫକ୍ ଡ୍ୟାନ୍ସ ରହିଛି। ଦ୍ୱିତୀୟ ଦିନ 15 ତାରିଖ ଦିନ ଆମର ଘୁମରା ନୃତ୍ୟ ସହିତ ସୁନାମଧନ୍ୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କର ତାଙ୍କର ବ୍ୟାଣ୍ଡ ଗ୍ରୁପ୍ ସହିତ ତାଙ୍କର କାର୍ଯ୍ୟକ୍ରମ ରହିଛି। ତୃତୀୟ ଦିନ ଆମର ସୋମ ପଟ୍ଟନାୟକ ପ୍ଲସ୍ କୁଲଦୀପ ପଟ୍ଟନାୟକ ଆଉ ଚେଲ୍ସି ବେଉରା ଏବଂ ଧନୁଷ ବ୍ୟାଣ୍ଡ ଗ୍ରୁପ୍ ତାଙ୍କର ସଦସ୍ୟମାନଙ୍କ ସହିତ ଆମର ୟୁଟ୍ୟୁବ୍ କମେଡ଼ିଆନ୍ ପ୍ରଳୁ, ଜ୍ଞାନ ବାବୁ, ଏମିତି ସବୁ ୟୁଟ୍ୟୁବ୍ କମେଡ଼ିଆନ୍ ରହିଛନ୍ତି। ଆଉ ପାରମ୍ପରିକ ଘୋଡ଼ା ନୃତ୍ୟ ରହିଛି। ଆଉ ପ୍ରତ୍ୟେକ ଦିନ ମହିଳାମାନେ ମାଆମାନଙ୍କର ତାଙ୍କର କିଛି କମ୍ପିଟିସନ୍ ରହିଛି। ଯେମିତିକି ଆପଣଙ୍କର ମାନେ ରଜରେ ଯେମିତି କାର୍ଯ୍ୟକ୍ରମ ଯେମିତି କରାଯାଏ, ମାଆମାନେ ଯେମିତି କମ୍ପିଟିସନ୍ ରଖିଛନ୍ତି, ଆମେ ତାଙ୍କୁ ବି ସମ୍ମାନିତ କରିବୁ। ତାଙ୍କ ଭିତରେ ଯିଏ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ରହିବେ ତାଙ୍କୁ ସମ୍ମାନିତ କରାଯିବ। ଆଉ ଆମେ ପିଠା, ପାନ, ସବୁ ପ୍ରକାର ମାନେ ଆରେଞ୍ଜମେଣ୍ଟ କରାଯାଇଛି। ଦୋଳି ଆମର 40ରୁ 50 ଦୋଳିର ମାନେ ବ୍ୟବସ୍ଥା କରାଯାଇଛି। ଆଉ ଆପଣମାନେ ଏଇ ଜାଗାରୁ 100 ମିଟର ଡିଷ୍ଟାନ୍ସରେ ଆମର କାର୍ଯ୍ୟକ୍ରମ ହେଉଛି, ଆପଣ ଗଲେ ଦେଖିପାରିବେ। ଆମର ବହୁତ ବଡ଼ କାର୍ଯ୍ୟକ୍ରମ କରାଯାଉଛି ଏଠି। ମାଆ ମାନେ ସମସ୍ତଙ୍କ ପାଇଁ, ସମସ୍ତେ କିଛି ନାହିଁ। ରଜରେ ବିଶେଷ କରି ଦେଖନ୍ତୁ, ଆମର ମାନେ ଭଉଣୀମାନେ, ମାଆ ମାନେ ସମସ୍ତେ ଏହାକୁ ପାଳନ କରୁଛନ୍ତି। ଗଣପର୍ବ ରଜ ଏହା ହେଉଛି ବିଶେଷ କରି କୃଷକମାନଙ୍କ ପାଇଁ ଏ ପର୍ବ। ଏ 3 ଦିନ ଯାକ ବିଶ୍ରାମ କରନ୍ତି। ବିଶ୍ରାମ କରିକି ରଜରେ ପିଠା ପଣାର କାର୍ଯ୍ୟକ୍ରମ ରୁହେ। ତା 3 ଦିନ ପରେ ଆମର ଚାଷୀ ଭାଇମାନେ ତାଙ୍କର ଚାଷ କ୍ଷେତ୍ରକୁ ଯାଆନ୍ତି। ସେଥିପାଇଁ ରଜ ପାଳନ କରାଯାଏ। ରହିଛି ଯିଏ ଯାହାର ଯେଉଁ ଅନୁସାରେ କମ୍ପିଟିସନ୍ କରିବେ, ତାଙ୍କର ଯିଏ ଯାହାର ରହିବେ, ଯିଏ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନରେ ରହିବେ, ତାଙ୍କୁ ଆମେ ସମ୍ମାନିତ କରିବୁ ମଞ୍ଚ ଉପରେ।